ଏଟା ଗୋଟେ ଦୁର୍ଭାଗ୍ୟ ଘଟଣାଟା ଥିଲା। ଆପଣ ମାନେ ସମସ୍ତେ ଜାଣିଛନ୍ତି ପାରିପାର୍ଶ୍ୱିକ ପରିସ୍ଥିତି ଆଉ ଯାହା ସାକ୍ଷ୍ୟ ଅନୁସାରେ ଆମେ ଯାହା ଆଜି ବି ଯାଇଥିଲୁ ଯେଉଁଠିକି ପିଲା ଆତ୍ମହତ୍ୟା କରିଥିବାର ଆମେ ମାନେ ଅନୁମାନ କରୁଛୁ। ତ ଆମେ ସମସ୍ତେ ଦାୟିତ୍ୱରେ ଅଛୁ, ସେ ଅନୁସାରେ କାର୍ଯ୍ୟାନୁଷ୍ଠାନ ବି ହେଇଛି। ତ ଆମର ଜିଲ୍ଲାପାଳ ଅଲରେଡ଼ି ଗୋଟେ କମିଟି କନଷ୍ଟିଟ୍ୟୁସନ୍ କରିଦେଇଛନ୍ତି, ଯେଉଁଠି PITDA ମେଡ଼ିକାଲ ଅଫିସର ADWOS ମୁଁ ଅଛୁ, ତଦନ୍ତ କରୁଛୁ। ଯେହେତୁ ଏବେ ପରିସ୍ଥିତି ଯାହା ଅଛି ତଦନ୍ତ କଲା ପରେ ଯାହା ବି ମାନେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାହବ। ତତ୍ସହିତ ଆମର ଯେଉଁ ଏକ୍ସ ଗ୍ରାସିଆ ହିସାବରେ 2 ଲକ୍ଷ ଟଙ୍କା ବି ତାଙ୍କର ପରିବାରକୁ ଦିଆହେବ। ତ ଏସବୁ ଆମର ବ୍ୟବସ୍ଥା କରାଯାଇଛି। ନାଇଁ ଶୁଣନ୍ତୁ, ଯାହା ବି ଘଟଣା ହେଉଛି ତାର ତଦନ୍ତ କରାହେଉଛି, ସେ ଅନୁସାରେ ତାଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାହେଉଛି। ଯେଉଁ ଆପଣମାନେ କହିଲେ ଯେ ମେଡ଼ିକାଲ ରିଲେଟେଡ଼ ଯେତେବେଳେ ଘଟଣା ହେଉଛି 2-3 ଦିନ ମେଡ଼ିକାଲ ଟ୍ରିଟମେଣ୍ଟ ହେଲା ପରେ ପିଲାମାନେ ମୃତ୍ୟୁବରଣ କରୁଛନ୍ତି, ଯେଉଁଟାକି ସ୍ୱାସ୍ଥ୍ୟ ସଂକ୍ରାନ୍ତ। ଏ ଘଟଣା ଯେଉଁଟା ହେଇଛି ଏଟା ନିଶ୍ଚୟ ଭାବେ ଦୁର୍ଭାଗ୍ୟଜନକ। ଆଉ ଆମେ ବି ସମସ୍ତେ ମାନେ ଦୁଃଖ ପ୍ରକାଶ କରୁଛୁ, ଯେହେତୁ ଗୋଟେ ପିଲାର ଜୀବନ ଯାଇଛି। ସରକାର ଯେହେତୁ ବିଭାଗରେ ଆମର 2 ଲକ୍ଷ ଟଙ୍କା ଯଦି କୌଣସି ପିଲା ମାନେ ମୃତ୍ୟୁବରଣ କରନ୍ତି କୌଣସି କାରଣବଶତଃ ସ୍ୱାସ୍ଥ୍ୟଗତ ହଉ ବା ଏ ପ୍ରକାର ପରିସ୍ଥିତିରେ, ତାହେଲେ ସରକାର କରିଛନ୍ତି 2 ଲକ୍ଷ ଟଙ୍କା ତାଙ୍କୁ ଦେବେ। ତ ବର୍ତ୍ତମାନ ଧାରଣାରୁ ହଟିଲେ ସାର୍? ନିଶ୍ଚୟ ଆପଣ ତ ଦେଖୁଛନ୍ତି, ତ ସେ ଅନୁସାରେ କହିବେ। ସାର୍ ଦେଖନ୍ତୁ, ଆଜିର ଘଟଣା ହେଉଛି ଗତକାଲି ରାତି 8টাରେ ଆମର ସ୍କୁଲ ବାଟିବେଡ଼ାରେ ପଢ଼ୁଥିଲା ଆମର ଝିଅ, ତାଙ୍କେ ଡେଥ୍ ହେଇଯାଇଛନ୍ତି। କିନ୍ତୁ ଆମେ ସ୍କୁଲ ତରଫରୁ ପଚାରିଲା ବେଳକୁ ତାଙ୍କେ ସୁସାଇଡ଼୍ କରିଛି ବୋଲିକରି କହୁଛନ୍ତି। ତେଣୁ ଆମେ ଏଇଟା ତ ସୁସାଇଡ଼୍ ନୁହଁ, ଯେଉଁ ଜାଗାରେ ଯାଇକରି ଦେଖିଲୁ ଏଇଟା ଆମେ ସ୍କୁଲ ବାଲାକୁ ଆମେ ନିନ୍ଦା କରୁଛୁ। ଏଇଟା ହେଉଛି ମର୍ଡ଼ର। ସେଥିପାଇଁ ଆମେ ଆଜି ଶବକୁ ନେଇକରି ଏଠି ଧାରଣା ବସିଛୁ। ଆଜ୍ଞା ନା ପ୍ରତିଶ୍ରୁତି ସେଇଟା ସରକାର ତରଫରୁ ମିଳିବ ବୋଲିକରି ସେଇଟା କହିଛନ୍ତି। ଆଜ୍ଞା ସେଇଟା ଅପେକ୍ଷାରେ ଆମେ ଅଛୁ। ମାଷ୍ଟର ଆଜ୍ଞାଙ୍କର ମାନେ କାର୍ଯ୍ୟ ଅନୁଷ୍ଠାନ ନିଆଯିବ ବୋଲିକରି କହିଲେ।